ଚାରିଟି ଜାଗାରେ ଆମେ ରେଡ୍ କରିଥିଲୁ। ତାଙ୍କର ନିଜ ଘର ଏଠି ଯୋଉଠି ରହୁଛନ୍ତି, ବରଗଡ଼ ସ୍ଥିତ ତାଙ୍କର ଦିମଲା ଘର, ତାଙ୍କ ଅଫିସ ତଥା ତାଙ୍କର ପୈତୃକ ଘର ଯୋଉଠି ଅଛି ରୁଙ୍ଗୁଡିଆ ବରଗଡ଼ ଅଞ୍ଚଳରେ ସେଠି ରେଡ୍ କରିଥିଲୁ। ଆମର ଅନୁସନ୍ଧାନ ଚାଲିଥିଲା ଗୋଟେ ଗୁପ୍ତ ତଥ୍ୟରୁ ଯେ ସେଟଲମେଣ୍ଟ ଅଫିସ ଯୋଉ ଆମର ଅଛି ମେଜର ସେଟଲମେଣ୍ଟ ସମ୍ବଲପୁରରେ, ସେଠି ବରିଷ୍ଠ ରାଜସ୍ୱ ସହାୟକ ଯିଏ ଅଛନ୍ତି ବାସୁଦେବ ଭୋଇ, ସେ ତାଙ୍କର କାର୍ଯ୍ୟକାଳ ସମୟରେ ଚାକିରି କାର୍ଯ୍ୟକାଳ ସମୟରେ ଅନୀତି ଅସାଧୁତା ଅବଲମ୍ବନ କରି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଛନ୍ତି, ଗୁଡ଼ାଏ ପ୍ଲଟ୍ କରିଛନ୍ତି, ଆଉ ଘର ମଧ୍ୟ କରିଛନ୍ତି, ଆଖି ଦୃଶିଆ ଘର। ଏହି ପରିପ୍ରେକ୍ଷୀରେ ଆମେ ଗୋଟେ ଗୁପ୍ତ ଅନୁସନ୍ଧାନ ଚାଲୁ ରଖିଥିଲୁ। ସେଠାରେ ଆମେ ପାଇଲୁ ଯେ ପ୍ରାଣଫେସି ଆସୁଛି ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ। ଆମେ ଗତକାଲି ମାନ୍ୟବର ଭିଜିଲାନ୍ସ କୋର୍ଟ ସମ୍ବଲପୁର ପଟୁ ସର୍ଚ୍ଚ ୱାରେଣ୍ଟ ନେଇ ତାଙ୍କର ଚାରିଟି ଜାଗାରେ ଆମେ ରେଡ୍ କରିଥିଲୁ। ତାଙ୍କର ନିଜ ଘର ଏଠି ଯୋଉଠି ରହୁଛନ୍ତି, ବରଗଡ଼ ସ୍ଥିତ ତାଙ୍କର ଦିମଲା ଘର, ତାଙ୍କ ଅଫିସ ତଥା ତାଙ୍କର ପୈତୃକ ଘର ଯୋଉଠି ଅଛି ରୁଙ୍ଗୁଡିଆ ବରଗଡ଼ ଅଞ୍ଚଳରେ ସେଠି ରେଡ୍ କରିଥିଲୁ। ରେଡ୍ ସରିଲା ପରେ ଆଜି ଆମେ ହିସାବ କିତାବ ଆଉ ବ୍ୟାଙ୍କର ଯେତିକି କାଗଜାତ ଆମ ପାଖରେ ପହଞ୍ଚିଲା ସବୁଟାକୁ ଅନ୍ୟାନ୍ୟ କଲା ପରେ ଆମେ ତାଙ୍କର ପାଇଲୁ ଯେ ତାଙ୍କର ଆୟ ଯେତିକି ହେବା କଥା ତାର ବହୁ ଗୁଣରେ ସେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଛନ୍ତି ନିଜ ପାଖରେ। ନିଜ ନିଜ ନାଁରେ ରଖିଛନ୍ତି, ନିଜ ସ୍ତ୍ରୀଙ୍କ ନାଁରେ ରଖିଛନ୍ତି, ପିଲାମାନଙ୍କ ନାଁରେ ମଧ୍ୟ ରଖିଛନ୍ତି। ଆମେ ତାଙ୍କର ପାଇଲୁ ସେ ଚାକିରି ଆରମ୍ଭ କରିଥିଲେ 1999 ମସିହାରେ ଜୁନିୟର କ୍ଲର୍କ ହିସାବରେ କଳାହାଣ୍ଡି ଜିଲ୍ଲାରେ। ପରେ ପରେ 1999 ମସିହାରେ ସେ ସିନିୟର କ୍ଲର୍କକୁ ପ୍ରମୋସନ ପାଇ ସମ୍ବଲପୁରରେ ଅବସ୍ଥାପିତ ହୋଇଥିଲେ। ସେହି ଦିନଠୁ 1999ରୁ ଆଜି ପର୍ଯ୍ୟନ୍ତ ସେ ସେଟଲମେଣ୍ଟ ଅଫିସରେ କାର୍ଯ୍ୟରତ ଥିଲେ। ଆମେ ଯୋଉ ପାଇଲୁ ତାଙ୍କର ଆୟ ବ୍ୟୟ ଆଉ ସବୁ ଜିନିଷକୁ ନେଇକି ତାଙ୍କର ଝିଅଟି ମଧ୍ୟ ଚାକିରି କରୁଛି, ତାଙ୍କର ଆୟକୁ ମଧ୍ୟ ଆମେ ନେଇଛୁ, ତାଙ୍କର ଯୋଉ ଚାଷ ଜମି ଅଛି ସେଥିରେ ମଧ୍ୟ ଆମେ ନେଇଛୁ। ସବୁଗୁଡ଼ିକ ହିସାବ କିତାବକୁ ନେଲା ପରେ ଆମେ ପାଇଲୁ ତାଙ୍କ ପାଖରେ ଆୟ ଠାରୁ ଅଧିକ ସମ୍ପତ୍ତି ଅଛି। 1,35,00,000ରୁ ମଧ୍ୟ ଉର୍ଦ୍ଧ୍ୱ ସମ୍ପତ୍ତି ସେ କରିଛନ୍ତି ଅନ୍ୟ ଭାବରେ। ତେଣୁ ସେଇଟାକୁ ହିସାବ କିତାବ କଲା ପରେ ଆମେ ଗୋଟେ କେସ୍ ରୁଜୁ କଲୁ। କେସ୍ ତଦନ୍ତ ପରେ ସେ ଆମକୁ ତାଙ୍କୁ ଯାହା ପଚରା ହେଲା ସେ ବିଷୟରେ କିଛି ଆମକୁ ସାଟିସ୍ଫାକ୍ଟୋରି ରିପ୍ଲାଏ ଦେଇପାରିଲେ ନାହିଁ ଆମେ ଯାହା ପଚାରିଲୁ। ତେଣୁ ଅଧିକ ତଦନ୍ତ ମଧ୍ୟ ଆଗକୁ ଜାରି ରହିଛି। ତେଣୁ ଆଜି ତାଙ୍କୁ ଗିରଫ କରାଗଲା ସେଇ କେସ୍ରେ। ଗିରଫ କରିକରି ଏବେ କୋର୍ଟକୁ ଚାଲାଣ କରାଯାଉଛି। ଆୟରୁ 80% ଅଧିକ ହେଇଛି। ଚାକିରି ଆଉ 3 ବର୍ଷ ଅଛି। 28 ମସିହାରେ ସେ ଅବସର ନେଇଥାନ୍ତେ। ଭିଜିଲାନ୍ସ ନିଜ ଇଣ୍ଟେଲିଜେନ୍ସ ଦ୍ୱାରା ଜାଣିପାରିଲା ନା କୌଣସି ନିର୍ଦ୍ଦିଷ୍ଟ କି ଅଭିଯୋଗ ଆଧାରରେ ଆପଣମାନେ ହୋମୱାର୍କ କରିକି କୋର୍ଟରୁ ପରମିଶନ ନିଜର ଆମର ନିଜର ତଥ୍ୟ ବଳରେ ଆମେ ଜାଣିପାରିଲୁ ସେ ଜିନିଷଟି। ଆମେ ମଝି ମଝିରେ ଆମର ଟିମକୁ ସଜାଗ କରୁଛୁ, ଆମେ ପଠାଉଛୁ ବିଭିନ୍ନ ଅଞ୍ଚଳକୁ। ଯାହା ବିରୁଦ୍ଧରେ ଆସୁଛି ଅଭିଯୋଗ କଥାବାର୍ତ୍ତା ବିଭିନ୍ନ ଦୋକାନରେ ମଧ୍ୟ ବଜାରରେ ମଧ୍ୟ ଲୋକ କଥାବାର୍ତ୍ତା ହଉଛନ୍ତି ବହୁତ ଅନ୍ୟାୟ ଭାବେ ସମ୍ପତ୍ତି କରୁଛି ଅଙ୍କ କରୁଛି, ସେଇଟାକୁ ବେଶ କରିକି ଆମେ ଆଗକୁ ବଢେଇଥିଲୁ ଆମର ଅନୁସନ୍ଧାନକୁ। ଦଫା 13(1)(13)(2) ରେଡି 13(1)(b) PC Amendment Act 2018। ନାଇଁ ସିଏ ତ କହୁଛନ୍ତି ଯେ ମୋର ଆୟ ଯାହା ସରକାରୀ ଦରମା ଆଉ ଚାଷ ଜମି ଆଉ ମୋ ଝିଅଟି ବି ଚାକିରି କରୁଛି। ହଁ 16ଟି ପ୍ଲଟ ଆଉ 2ଟି ଘର, ଏଠି ଗୋଟେ ଘର ସେଠି ଗୋଟେ ଘର। ଆଉ ଘର ଭିତରେ ବି ଯୋଉ ତାଙ୍କର ସାଜସଜ୍ଜା ହେଇଛି ସେଟା ବି ଆଖି ଦୃଶିଆ ଇଣ୍ଟେରିୟର ଗୁଡାକ। କ୍ୟାସ୍ ଏତେ କିଛି ମିଳିଲା ନାହିଁ। ସେ ବିଷୟରେ ଆମେ ଅନୁସନ୍ଧାନ ଜାରି ରଖିଛୁ। କ୍ୟାସ୍ କୁଆଡେ ଗଲା ବୋଲି ଆମ ପାଖରେ ତଥ୍ୟ ଥିଲା କ୍ୟାସ୍ ଅଛି ବୋଲି ତାଙ୍କ ପାଖରେ। ତେଣୁ ସେଇ ବିଷୟରେ ଅଧିକ ଅନୁସନ୍ଧାନ ଚାଲିଛି। ବ୍ୟାଙ୍କରେ ବି ନାହିଁ। ଗତକାଲି ଆପଣଙ୍କ ଗଣମାଧ୍ୟମ ଯୋଗରେ ଆମେ ଦେଖିଲୁ ସେ କିଛି ଗଣମାଧ୍ୟମ ପ୍ରଚାର କରୁଥିଲେ। ସେ ବିଷୟରେ ମଧ୍ୟ ଅଧିକ ଆମ ତଦନ୍ତରେ ଆଗେଇବ ସେ ଜିନିଷରେ। ଆଜ୍ଞା ପ୍ଲଟ 16ଟା। କଷ୍ଟ ଟୋଟାଲ ହେଇଛି ପୁରା
ହଁ ସରକାରୀ ଆମେ ସରକାରୀ ହିସାବକୁ ହିଁ ନେଉଛୁ, ମାର୍କେଟ ରେଟ୍ ନେଇ ନେଉ। ଏକ କୋଟି ଘର ଆଉ ଏଟାକୁ ମିଶିକରି 1,62,61,000 ଘର ପ୍ଲଟ ମିଶି। ସାର୍ ବହୁତ ବଡ ମାଛ ଅଛନ୍ତି ସେଇ ସ୍ତରରେ, କିନ୍ତୁ ଇଏ ତ ଦରିଆ କର୍ମଚାରୀ ପ୍ରମୋଶନ ପାଇଁ ବର୍ତ୍ତମାନ ଅବସର ସମୟର କଥା ଆମର ବହୁତ ବର୍ଷ ହେଲା ଜିଲ୍ଲାରେ ଅଛନ୍ତି, ବର୍ଷ ବର୍ଷ ଧରିକି ଅଛନ୍ତି ଏବଂ ଖାଇକି ଅଛନ୍ତି ଏଠି, ତାଙ୍କୁ ବିଭିନ୍ନ ତାଙ୍କ ସେବା କରୁଛନ୍ତି ସେମାନେ। ସେଟା ଆପଣ ମାନେ କୁ କହି ହେବନି, ସେଇ ଜିନିଷ ତଥ୍ୟ ଦେଇ ହେବନି। ଆପଣ ଯୋଉ କଥା କହିଲେ ଅଛନ୍ତି ବୋଲିକି ଆମର ଅନୁସନ୍ଧାନ ଜାରି ରହିଛି। ଏଇଟା ଯୋଉଟା ଆମେ ଧରିଲୁ ବାସୁଦେବ ଭୋଇକୁ କାଲି ଧରିଲୁ, ରେଡ୍ ହେଲା। ଏଟା ଦିନେ ଦି ଦିନର ଅନୁସନ୍ଧାନ ନୁହେଁ, ଏଟା ମାସ ମାସ ବର୍ଷ ବର୍ଷ ଧରିକି କିନ୍ତୁ ଲୋକ ଚର୍ଚ୍ଚା କରୁଛନ୍ତି ଯେ ବଡ ମାଛ ଖାଇ ବଡ ମାଛ ସ୍କାନର ଅଛନ୍ତି। ଆଗକୁ ଆପଣ ଶୁଣିବେ, ଆଗକୁ ଜାଣିବେ ଆପଣ।